ମୋ ଭାଇ ଆଉ ମୋ ହଜବେଣ୍ଡ ଯାଇଥିଲେ ଗୋଟେ ପ୍ରୋଜେକ୍ଟକୁ ବୁଲିବା ପାଇଁ। ସେଠି ଯାଇକି ଗୋଟେ ବଡ଼ ମାଛ ନେଇକି ଆସିଛନ୍ତି। 5 କେଜି ଉପରେ ହେବ ସେ ମାଛଟା। ଆଣିକି ମୋତେ ଡାକୁଛନ୍ତି, ଆସ ଦେଖିବ ମୁଁ କ'ଣ ଆଣିଛି। ମୁଁ ଯାଇକି ଦେଖେ ତ ଏତେ ବଡ଼ ମାଛ। ମୁଁ ତାଙ୍କୁ କହିଲି, ଏତେ ବଡ଼ ମାଛ ଆଣିଛ, ଆମେ ତ 3 ଜଣକୁ କ'ଣ କରିବା? ସେ କହିଲେ ଫ୍ରିଜରରେ ରଖିଦେବ, ତାକୁ ପରେ ଖାଇବା। ତାପରେ ଆମେ ଭାଇ ଭଉଣୀ ମିଶିକି ଭାବିଲୁ ଯାଉଛି ମାଛକୁ କାଟିଦେବୁ। ହେଲେ ଏତେ ବଡ଼ ମାଛଟା କେମିତି କାଟିବୁ? ଏମିତି ଆମର ଡିସ୍କସନ୍ ଚାଲିଲା। ଆମେମାନେ ଭାବୁଥିଲୁ ଚିତ୍ତଳ ମାଛ ଯେହେତୁ ତାର ଜମା ବି କାଟି ନଥିବ, ଯେମିତି ସେମିତି କାଟିଦେବୁ। ହେଲେ କ'ଣ କରିବୁ, ଏତେ ବଡ଼ ମାଛଟା ତାକୁ ତ ଟେକି ହେଉନି, ପନିକିରେ କେମିତି କାଟିବୁ? ତାପରେ ହଜବେଣ୍ଡ କହିଲେ, ଦିଅ ମୁଁ ମାର୍କେଟରେ ନେଇକି କାଟି ଆଣୁଛି। ସେଠି ଯାଇକି ଦେଖିଲେ ସେ ମାଛବାଲା ଭାଇ ତାଙ୍କ ଚାପଡ଼ରେ କାଟି ଛଡ଼େଇଲେ। ଦେଖନ୍ତୁ, ଆସିକି ଘରେ କହୁଛନ୍ତି ତାକୁ ଭାଇ ଭଉଣୀ ମିଶିକି କାଟିବାକୁ ବସିଥିଲ, ଦେଖିଲ ତାର କେତେ କାଟି, ଚାପଡ଼ରେ ବି ଛଡ଼େଇ ହେଉନି। ଯେମିତି ସେମିତି ସେ ଭାଇ ଛଡ଼େଇକି ଭଲରେ କାଟିକି ଦେଇଦେଲେ। ମାଛ ଘରକୁ ନେଇକି ଆସିଲା ପରେ ମୋତେ କହୁଛନ୍ତି, ଆଗେ ଟିକେ ମାଛ ଭାଜିକି ଆମକୁ ଦେଇଦେଲ, ଆମେ ଖାଇବୁ, ତାପରେ ତମେ ତରକାରୀ କରିବ। ମୁଁ କହିଲି ହଉ ଠିକ୍ ଅଛି। ନା ତରକାରୀ କରିବ ଯେ, କିନ୍ତୁ ଆମ୍ବୁଲ ଆଉ ସୋରିଷ ଦେଇକି କରିବ, ଆଉ ଉଷୁନା ଭାତ ଟିକେ ରାନ୍ଧି ଦେଇଥିବ। ଏ ଆମ୍ବୁଲ ବେସର ସହିତ ଉଷୁନା ଭାତଟା ଖାଇବା ପାଇଁ ବହୁତ ଭଲ ଲାଗିବ। ମୁଁ କହିଲି ହଉ ଠିକ୍ ଅଛି। ତାପରେ ସେ ଶଳା ଭିଣେଇକି ମାଛ କିଛି ଭାଜିକି ଦେଇ ସାରିଲା ପରେ ମୁଁ ବସିଲି ତରକାରୀ କରିବା ପାଇଁ। ଏବେ ମୁଁ ଯେଉଁ ତରକାରୀ ପାଇଁ ମାଛ ନେଇଥିଲି ତାକୁ ଭଲରେ ଧୁଆଧୁଇ କରିକି ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ ଗୁଣ୍ଡ ଗୋଳେଇ ଦେଲି। ଗ୍ୟାସ୍ରେ ଗୋଟେ କଡ଼େଇ ବସେଇକି ସେଥିରେ ଟିକେ ସୋରିଷ ତେଲ ଦେଇକି ତାକୁ ଭଲରେ ଟିକେ କଡ଼ା କରିକି ଭାଜି ନେଲି। ସାଙ୍ଗମାନେ, ଏଇଠି ମୁଁ ମସଲା ପାଇଁ କ'ଣ ନେଇଛି କହିଲେ? 1 ଚାମଚ ଜିରା, 2 ଚାମଚ ସୋରିଷ, ଶୁଖିଲା ଲଙ୍କା 2ଟା, କିଛି ରସୁଣ, ଫାଳେ ପିଆଜକୁ ନେଇଛି, ଆଉ ଖଣ୍ଡେ ମାନେ ଛୋଟ ଖଣ୍ଡେ ଅଦାଟେ ପକାଇଦେବେ ତା ଦେହରେ। ଅଦାଟା ପକାଇଲେ ମସଲାଟା ଟିକେ ଭଲ ଲାଗେ, ସୋରିଷ ମସଲାଟା। ଦେଖନ୍ତୁ, ଏଇଠି ମାଛକୁ ଭାଜି ସାରିଲା ପରେ ମୁଁ ସେ ମସଲାକୁ ଭଲରେ ଟିକେ ବାଟି ନେବେ, ଯେମିତି ସୋରିଷଟା ଖଦ ଖଦଟା ନ ରହିବ। ସୋରିଷଟା ଯେମିତି ପ୍ଲେନ୍ ହେଇକି ବାଟି ହେଇଗଲେ ଆମର ଝୋଳଟାର ଟେଷ୍ଟ ବହୁତ ଭଲ ଲାଗିବ। ଏଇଠି ମୋର ମାଛ ଭଜା ହେଇସାରିଲା ପରେ ମୁଁ ସେ ସେମ୍ କଡ଼େଇରେ ଆଳୁ ଗୋଟିକୁ ଭାଜି ନେଲି। ଆମ ଓଡ଼ିଆ ଘରେ ତ ମାଛ ତରକାରୀ ହେଉ କିମ୍ବା ମଟନ ତରକାରୀ ହେଉ, ସବୁଥିରେ ଆଳୁ ଖୋଜିବେ ନିଶ୍ଚିନ୍ତ। ସେଥିପାଇଁ ଆଳୁ ଗୋଟେ ପକାଇଦେଲି। ଆଳୁ ଭାଜିକି କାଢ଼ି ସାରିଲା ପରେ ସେ ସେମ୍ କଡ଼େଇରେ ଆଉ ଅଳ୍ପ ତେଲ ଦେଇକି ଟମାଟୋ ଗୋଟେ ଆଗେ ପକାଇଦେଲି। ଟମାଟୋ ପକାଇକି ତା ଦେହରେ ଲୁଣ ପକାଇଦେବା। ଯେହେତୁ ଆମେ ସୋରିଷ ମସଲାଟା ଦେବା, ସେଥିପାଇଁ ଏଇ ଟାଇମ୍ରେ ଲୁଣ ପକାଇଦେଲେ ମସଲା ଯେତେବେଳେ ଢାଳିବେ ଆଉ ଜମା ବି ପିତା ଲାଗିବନି। ଏଠି ଟମାଟୋକୁ 2 ରୁ 3 ମିନିଟ୍ ଗୋଳେଇଲା ପରେ ବାଟିକି ରଖିଥିବା ମସଲାକୁ ଢାଳିକି ତାକୁ ହାଲକା ଟିକେ ଗୋଳେଇ ନେବା। ଆଉ ସେଥିରେ ଆଉ ଟିକେ ଲଙ୍କା ଗୁଣ୍ଡ, ଆଉ ଟିକେ ହଳଦୀ ଗୁଣ୍ଡ, କାଶ୍ମୀରୀ ଚିଲି ପାଉଡ଼ର ଟିକେ, ଆଉ ଫିସ୍ ମସଲା ପକାଇକି ତାକୁ ହାଲକା ଟିକେ ଗୋଳେଇ ନେବା। ଯେହେତୁ ଏଇଟା ସୋରିଷ ମସଲା, ଆକୁ ତ ବେଶୀ କଷିବାନି। ସବୁ ଗୁଣ୍ଡ ମସଲା ପକାଇ ସାରିଲା ପରେ ଆପଣଙ୍କୁ ଯେତିକି ଝୋଳ ପସନ୍ଦ ସେଇ ହିସାବରେ ଏଥିରେ ପାଣି ଦେଇଦେବେ। ପାଣି ଟିକେ ଫୁଟି ଆସିଲା ବେଳେ ଆମେ ଭାଜିକି ରଖିଥିବା ଆଳୁକୁ ପକାଇଦେବା। ମନେ ରଖିଥିବେ, ସୋରିଷ ମସଲାଟା ଯେତେବେଳେ ବି ଯେଉଁ ତରକାରୀ କରନ୍ତୁ, ମସଲାଟା ଯେତେବେଳେ ଟିକେ ଫୁଟି ଆସିବ ତାପରେ ଯେକୌଣସି ଜିନିଷ ପକାଇଲେ ତା'ର ଟେଷ୍ଟଟା ଟିକେ ଭଲ ଲାଗିବ ଖାଇବା ପାଇଁ। ଆପଣ ଥରେ ଟ୍ରାଏ କରିକି ଦେଖିବେ ତ, ତାପରେ ମୋତେ କମେଣ୍ଟରେ ଜଣେଇବେ। ଏଇଠି ଦେଖନ୍ତୁ, ମୁଁ ସବୁ ଗୁଣ୍ଡ ମସଲା ପକାଇ ସାରିଲା ପରେ ତା ଦେହରେ ମୋର ଯେତିକି ଝୋଳ ଦରକାର ମୁଁ ସେହି ହିସାବରେ ପାଣି ଦେଇକି କିଛି ସମୟ ଫୁଟେଇ ନେଲି। ଫୁଟି ସାରିଲା ପରେ ଭାଜିକି ରଖିଥିବା ଆଳୁକୁ ପକାଇକି ଗୋଟେ କଭର୍ ଘୋଡ଼େଇ ନେବା। ଆଳୁଟା ଟିକେ ସିଝିବ ନା। ଆଳୁ ସିଝି ଆସିଲାଣି ଦେଖନ୍ତୁ। ଏଇଠି ଆଳୁ ସିଝିଗଲା ପରେ ମୁଁ ଭାଜିକି ରଖିଥିବା ମାଛକୁ ପକାଇକି ତା ଦେହରେ ଖଣ୍ଡେ ଆମ୍ବୁଲ ପକାଇକି ତାକୁ 5 ରୁ 7 ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ନେବା। ତରକାରୀ ଏଠି ଆମର କିଛି ସମୟ ଫୁଟିଲା ପରେ କଟା ଧଣିଆ ପତ୍ରକୁ ପକାଇକି ତା ଉପରେ ଏଠି ଗ୍ୟାସ୍କୁ ଅଫ୍ କରିଦେଲି। ତାପରେ ଗରମ ଗରମ ଉଷୁନା ଭାତକୁ ଆମ୍ବୁଲ ଦିଆ ମାଛ ଝୋଳ ଖାଇକି ପୁରା ମଜା ଆସିଯିବ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ପସନ୍ଦ ଆସୁଛି, ତେବେ ମୋ ଚ୍ୟାନେଲକୁ ନିଶ୍ଚିନ୍ତ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।